ସେ ସବୁ ସାର୍ଟ ପ୍ୟାଣ୍ଟ ପିନ୍ଧିକି ଦେଖାନ୍ତି ଟିଭି ଯୋଉ ଭିଡିଓ ଦିଅନ୍ତି। ବେକରେ ଗାମଛା ପକେଇ ଚା ପିଇ ପାରିବନି? ନା ଆପଣ ମାନେ କମେଣ୍ଟରେ ଲେଖନ୍ତୁ ବେକରେ ଗାମଛା ପକେଇ ଏଇ ଅବସ୍ଥାରେ ଏମିତି ଚା ପିଇ ପାରିବ ନା ପିଇ ପାରିବନି। ମୋ ସ୍ତ୍ରୀ କହୁଛି ତମେ କଣ ପାଇଁ ଏମିତି ଚା ପିଇକି ଭିଡିଓ କରୁଛ। ଓଡିଆ ଲୋକମାନେ ପଚାଶ ଗାମୁଛା ଦରକାର। ସେ ଆଗ କାଳର ଲୋକମାନେ ଯେତେବେଳେ ସବୁ ଚାଷ କରି ଯାଉଛନ୍ତି ତାଙ୍କୁ ଗାମୁଛା ଦରକାର। ହଁ ତ ଏବେ କଣ ଆମେ ତ ଚାଷୀ ପରିବାରରୁ ଆମେ ଆସିଛୁ। ହଁ କିନ୍ତୁ ତମେ କୋଉ କାମ କରୁଛ ଯେ ତମର ଗାମୁଛା ଦରକାର ହଉଛି? ଓଡ଼ିଆ ହିସାବରେ ଗାମଛାଟା ବହୁତ ନିହାତି ଜିନିଷ। ସେତେବେଳେ ରୁମାଲ ନଥିଲା, ଗାମଛା ଥିଲା ହେଲା। ରୁମାଲ ସବୁ ଏବେ ସବୁ ଆସିଲା, ସବୁ ଚାକିଣ୍ଡେ ଚାକିଣ୍ଡେ ରୁମାଲ ପକେଟରେ ମାରିକି ବୁଲୁଛନ୍ତି, କେଉଁ କାମକୁ ନୁହଁ। ନା ହାତ ପୋଛି ହେବ ନା ମୁହଁ ପୋଛି ହେବ। ଲୋକମାନେ ଆଗରୁ ଗାମଛା, ନାଲି ଗାମଛା, ଖୋର୍ଦ୍ଧା ଗାମଛା ପକେଇ ବୁଲୁଥିଲେ। ସେ ଗୋଟେ ଗୋଟେ ଗାମଛାରେ ତମେ ଗାମଛା ପିନ୍ଧି ବି ପାରିବ, ସେଇଥିରେ ଗାଧେଇ ବି ପାରିବ, ସେଇଥିରେ ଘୋଡ଼େଇ ହେଇପାରିବ, ସେଇଥିରେ ବିଲ କାମ କରିପାରିବ, ସେଇଟା ମୁଣ୍ଡରେ ବି ବାନ୍ଧି ପାରିବ, ସେଇଟା ଶୀତ ଦିନେ ଘୋଡ଼େଇ ହେଇପାରିବ। ଗାମୁଛାର ମହତ୍ତ୍ୱ ଆମ ଓଡ଼ିଆ ଲୋକମାନଙ୍କ ପାଇଁ ବହୁତ ଅଧିକା। ଆଜିକାଲି ସବୁ ଏସବୁ ଷ୍ଟାଇଲ୍ ମାରିବା ଚକ୍କରରେ ଯେଉଁମାନେ ସବୁ ଗାମୁଛା ପିନ୍ଧୁଛନ୍ତି ତାଙ୍କୁ ସବୁ ପଛୁଆ ବର୍ଗର ଲୋକମାନଙ୍କ ଧାଡ଼ିରେ ଗଣୁଛନ୍ତି। ଏଇଟା ହେଉଛି ଆମ ପିଲାଙ୍କର ବୁଦ୍ଧିବୃତ୍ତି। ଆଜିର ମନ୍ତବ୍ୟ ଆପଣ ଟିକେ କିଛି କୁହନ୍ତୁ। ନମସ୍କାର।